ହେଇଛି ନା ଜଗନ୍ନାଥ ଯେତେବେଳେ ରଥଯାତ୍ରା ହେଲା ଜଗନ୍ନାଥ ନିଜ ଭାଇ ବଳିଆ ଆଉ ନିଜ ଭଉଣୀ ସୁଭଦ୍ରା ନିଜେ ଗଲେ ଆଉ ତାଙ୍କୁ ନେଇକି ଗଲେ ଶ୍ରୀମନ୍ଦିରରେ ଲକ୍ଷ୍ମୀଙ୍କୁ ଛାଡ଼ିକି ପଳେଇଛନ୍ତି ତାଙ୍କ ମାଉସୀ ଘର ବୁଲିବାକୁ। ଲକ୍ଷ୍ମୀ ଭାବୁଛନ୍ତି ଯେ କାଲି ସକାଳେ କାଲି ପଳେଇ ଆସିବେ। ଜଗନ୍ନାଥ ଆଉ ଫେରିଲେ ନାହିଁ। ସେଠୁ ଲକ୍ଷ୍ମୀ ରାଗିଗଲେ ନୁଚି ନୁଚିକା ଯାଇକି ତାଙ୍କ ରଥଟାକୁ ଖଣ୍ଡା ଭାଙ୍ଗି ଦେଇକି ନୁଚି ନୁଚିକା ପଳେଇଲେ ଶ୍ରୀମନ୍ଦିରକୁ। ସେଠୁ ଯେମିତି ପଳେଇଲେ ସେଠୁ ଜଗନ୍ନାଥ କହିଲେ ଯେ ଚାଲ ରେ ଏଠି ଆଉ ରହିହବନି ରେ ଚାଲ। ଲକ୍ଷ୍ମୀ ରାଗିଗଲେ ସୁଭଦ୍ରା ଭଉଣୀ ଆଉ ତାଙ୍କ ଭାଇ ବଳିଆ କହିଲେ କାହିଁକି ରହିହବନି। ଲକ୍ଷ୍ମୀ ରାଗିଗଲେ ରଥ ଖଣ୍ଡେ ଭାଙ୍ଗି ଦେଇ ପଳେଇଛନ୍ତି। ସେଠୁ କ'ଣ ହେଲା ନା ଲକ୍ଷ୍ମୀ କ'ଣ କଲେ ନା କହିଲେ ଯେ କେମିତି ଆଜି ରାତିରେ ଆସିବେନି ମୁଁ ଦେଖିବି। ଏମିତି କହିଲା ଯେ ଦିନରେ ପଳେଇ ଆସ। ଗପଟି ସଇଲା। ଫୁଲ ଗଛଟି ମଲା। ବଡ଼ ବୋଉ ପାଣି ଦେଲାନି। କାହିଁ ବଡ଼ ବୋଉ ପାଣି ଦେଲୁନି। ପିଲାମାନେ ଜଞ୍ଜାଳ କଲେ। ପିଲାମାନେ କାହିଁ ଜଞ୍ଜାଳ କଲ। ଧୂଳିଆ ଜନ୍ଦା କାମୁଡ଼ିଦେଲା। ଧୂଳିଆ ଜନ୍ଦା କାହିଁ କାମୁଡ଼ିଲୁ। ତ ମାଟି ତଳେ ତଳେ ଥାଏ କଅଁଳା ଚମ ଦେଖିଲେ ରୁଟୁକି ନେଇ। ଜୟ ଜଗନ୍ନାଥ।